ପିଲାମାନେ ଆଜିର ଭିଡ଼ିଓଟି ରହିଛି ସ୍ପେଶିଆଲ ଓଜେଇ ରିଲେଟେଡ୍। ଯେଉଁ ପିଲାମାନେ ବି ସ୍ପେଶିଆଲ ଓଜେଇରେ ଆପ୍ଲାଏ କରୁଛନ୍ତି ସେହି ପିଲାମାନଙ୍କ ପାଇଁ ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ହେବା ପାଇଁ ଯାଉଛି, କାହିଁକିନା ଆଜିର ଟପିକ୍ଟି ରହିଛି କେମିତି ପିଲାମାନେ ନିଜେ ଓଜେଇ ୱେବସାଇଟ୍ରେ ଯାଇକି ଚେକ୍ କରିପାରିବେ ତାଙ୍କର କେଉଁ ଜାଗାରେ ଏକ୍ଜାମ୍ ସେଣ୍ଟର ପଡ଼ିଛି ଏବଂ କେଉଁ ଡେଟ୍ରେ ଏକ୍ଜାମ୍ ସେଣ୍ଟର ପଡ଼ିଛି ଏବଂ କେଉଁଠି ସେମାନେ ନିଜର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କ ସହିତ ଅନଲାଇନରେ କେଉଁ ଭଳିଆ ପ୍ରୋସେସ୍ ରହିଛି ସେଇଟା ସେୟାର କରିବି। ତ ଚାଲନ୍ତୁ ପିଲାମାନେ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ସମସ୍ତ ପିଲାଙ୍କୁ ଅନୁରୋଧ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ, ଯାହାଫଳରେ ଏଇଭଳି ଭାବରେ ଇମ୍ପୋର୍ଟାଣ୍ଟ ଏବଂ ଇନଫର୍ମେଟିଭ୍ ଭିଡ଼ିଓ ଗୁଡ଼ିକ ଆପଣମାନଙ୍କ ପାଖରେ ଆଗରେ ଯାଇ ପହଞ୍ଚି ପାରିବ। ତ ପିଲାମାନେ ପ୍ରଥମେ ତ ସମସ୍ତେ ନିଜ ମୋବାଇଲରେ ଗୁଗୁଲ୍ ଓପନ୍ କରିନେବେ ଏବଂ ଗୁଗୁଲ୍ର ସର୍ଚ୍ଚ ବାରେ ଆମକୁ ଟାଇପ୍ କରିବା ପାଇଁ ପଡ଼ିବ ଓଜେଇ। ତ ଓଜେଇ ଆମେ ଟାଇପ୍ କରିନେବା ଚାଲନ୍ତୁ ଏବଂ ଆଗକୁ ବଢ଼ିବା। ତ ଏଇଠି ଦେଖନ୍ତୁ ଓଜେଇ ମୁଁ ଟାଇପ୍ କରିନେଲି ଏବଂ ଆଗକୁ ବଢ଼ୁଛି ଏବଂ ଓଜେଇର ଅଫିସିଆଲ ୱେବସାଇଟ୍ ଆପଣମାନଙ୍କ ଆଗରେ ଆସିକି ଓପନ୍ ହୋଇଯାଇଛି, ଯେଉଁଟାକି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ଓଜେଇ। ଏହାରି ଉପରେ ହିଁ କ୍ଲିକ୍ କରିବା ପାଇଁ ପଡ଼ିବ। ତ ଚାଲନ୍ତୁ ଆମେ ୟା ଉପରେ କ୍ଲିକ୍ କରିବା ଏବଂ ଅଫିସିଆଲ ୱେବସାଇଟ୍ ଭିତରକୁ ଯିବା, ଦେଖିବା କ'ଣ କ'ଣ ସବୁ ମାନେ ଡିଟେଲ୍ସ ଦେଇଛି। ଏଇଠି ଦେଖନ୍ତୁ ଷ୍ଟୁଡେଣ୍ଟ କ୍ୟାନ୍ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼। ଓକେ, କେବେ ଡାଉନଲୋଡ଼ କରିପାରିବେ ସେମାନେ ନିଜର ଆଡ଼ମିଟ୍ କାର୍ଡ଼? ଏଇଠି ଏପଟର ଆପଣମାନଙ୍କୁ ଗୋଟେ ଦେଇଛି ଡିଟେଲ୍ସ, ଏଇଠି ଆମେ ଦେଖିପାରିବା। ଏଠି ଦେଖନ୍ତୁ ଲେଖା ହେଇଛି କ'ଣ ନା କେବେ ଷ୍ଟୁଡେଣ୍ଟ ତାଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। ଷ୍ଟୁଡେଣ୍ଟ କ୍ୟାନ୍ ଡାଉନଲୋଡ଼ ଦେୟାର ଆଡ଼ମିଟ୍ କାର୍ଡ଼ ଫର୍ ସେକେଣ୍ଡ ଅର୍ ସ୍ପେଶିଆଲ ଓଜେଇ 2024 ଅନ୍ ଟୁମୋରୋ 22/6/2024। 22/6/2024ରେ ଆପଣମାନଙ୍କର ଆଡ଼ମିଟ୍ କାର୍ଡ଼ ଆସିବ ବୋଲି ଏଠି କନଫର୍ମ କରିଦେଇଛନ୍ତି। ଷ୍ଟୁଡେଣ୍ଟ କ୍ୟାନ୍ ଫାଇଣ୍ଡ ଦେୟାର ଏକ୍ଜାମିନେସନ୍ ଡେଟ୍ ଆଣ୍ଡ ସିଟି ବାଇ ଦି ଲିଙ୍କ୍ ପ୍ରୋଭାଇଡ୍ ଇନ୍ ଦି କ୍ୟାଣ୍ଡିଡେଟ୍ ଆକ୍ଟିଭିଟି ସେସନ୍। ତ ଆଜି ଆପଣମାନଙ୍କର କ'ଣ ହେବ ନା ଆଡ଼ମିଟ୍ କାର୍ଡ଼ ଆସିବ ବୋଲି ଏଠି କନଫର୍ମ ହେଇଯାଇଛି। ତ ଆଜି ଟିକେ ଅପେକ୍ଷା କରିବା ପାଇଁ ପଡ଼ିବ, ହୁଏତ ସନ୍ଧ୍ୟାବେଳକୁ ଆସିପାରେ କିମ୍ବା ଦ୍ୱିପହର ସୁଦ୍ଧା ଆପଣମାନଙ୍କୁ ଆଡ଼ମିଟ୍ କାର୍ଡ଼ ଦେଖିବା ପାଇଁ ମିଳିଯାଇପାରେ। ତ ସେତେ ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରିବେ। ତା ପୂର୍ବରୁ ଆପଣମାନେ ଏବେ ଚାହିଁଲେ ଚେକ୍ କରିପାରିବେ କେଉଁ ଏକ୍ଜାମ୍ ଡେଟ୍ ରହିଛି ଆପଣମାନଙ୍କର ଏବଂ କେଉଁ ସିଟିରେ ଏକ୍ଜାମ୍ ରହିଛି। ତ ସେଇଟା ବି ମୁଁ ଆପଣମାନଙ୍କୁ ବତେଇଦେବି। ବହୁତ ସାରା ପିଲାମାନେ ପଚାରୁଥିଲେ ସାର୍ ଆଡ଼ମିଟ୍ କାର୍ଡ଼ କେବେ ଆସିବ? ଏଠି ତ ଆପଣମାନେ କନଫର୍ମ ହେଇଗଲେ, ଆପଣମାନଙ୍କ ପାଇଁ ଲିଙ୍କଟା ଦେଇଦେଇଛନ୍ତି। ଏଇଠୁ ଆମେ ଦେଖିବା ଯେ କେଉଁ ଜାଗାରେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ ହୁଏ ଏବଂ କେମିତି ଆପଣମାନେ ଚେକ୍ କରିପାରିବେ ନିଜର ସିଟି ଯେଉଁଠିକି ଏକ୍ଜାମ୍ ଆପଣମାନେ ଦେବା ପାଇଁ ଯାଉଛନ୍ତି। ତ ହୋମ୍କୁ ପଳେଇବା। ଏବେ ହୋମ୍ରେ ଯାଇକି ଦେଖିବା ଯେ ହୋମ୍କୁ ତଳକୁ ସ୍କ୍ରଲ୍ କଲେ ଏଇଠି ଦେଖିପାରୁଥିବେ ସିଡ୍ୟୁଲ୍ ଫର୍ ସେକେଣ୍ଡ ହାଫ୍ ସ୍ପେଶିଆଲ ଓଜେଇ। ଏଠି ସିଡ୍ୟୁଲ୍ ମଧ୍ୟ ଦେଇଦେଇଛି, ଆପଣମାନେ ଚାହିଁଲେ ସିଡ୍ୟୁଲ୍ଟାକୁ ଚେକ୍ କରିପାରିବେ ଏବଂ ତାପରେ ତଳକୁ ଆଉ ଟିକେ ସ୍କ୍ରଲ୍ କଲେ ଦେଖିପାରିବା ଷ୍ଟୁଡେଣ୍ଟ ଆକ୍ଟିଭିଟି ବା କ୍ୟାଣ୍ଡିଡେଟ୍ ଆକ୍ଟିଭିଟି ଗୋଟେ ରହିଛି। ଏଇଠି ଦେଖନ୍ତୁ କ୍ୟାଣ୍ଡିଡେଟ୍ ଆକ୍ଟିଭିଟି, ଏଠି ଗୋଟେ ଦେଇଛି ଅପସନ୍ ଦେଖନ୍ତୁ ସେକେଣ୍ଡ ଆଉ ସ୍ପେଶିଆଲ ଓଜେଇ ଏକ୍ଜାମିନେସନ୍ ଡେଟ୍ ଆଉ ସିଟି ଜାଣିବା ପାଇଁ ଗୋଟେ ଲିଙ୍କ୍ ଆପଣମାନଙ୍କୁ ଦେଇଛି। ଓକେ, ତ ସେଇ ଉପରେ ହିଁ ଆମକୁ କ୍ଲିକ୍ କରିବା ପାଇଁ ପଡ଼ିବ ଏବଂ ଆଉ ଗୋଟେ କଥା ମନେ ରଖିଥାନ୍ତୁ ଆଡ଼ମିଟ୍ କାର୍ଡ଼ ଏଇ ଜାଗାରେ ହିଁ ଦେଖେଇବ, ଏଇ କ୍ୟାଣ୍ଡିଡେଟ୍ ଆକ୍ଟିଭିଟି ଜାଗାରେ ହିଁ ଆଡ଼ମିଟ୍ କାର୍ଡ଼ ଆସିବ। ଏପର୍ଯ୍ୟନ୍ତ ଦେଖନ୍ତୁ ଆଡ଼ମିଟ୍ କାର୍ଡ଼ ଆସିନାହିଁ, ତ ଆପଣମାନଙ୍କୁ ଟିକେ ଅପେକ୍ଷା କରିବା ପାଇଁ ପଡ଼ିବ। ଏଇ ଭିତରେ ହିଁ ଆପଣମାନଙ୍କୁ ଆଡ଼ମିଟ୍ କାର୍ଡ଼ ଦେଖେଇବ ଏବଂ ଏଇ ଜାଗାରେ ଆପଣମାନେ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। ତ ଚାଲନ୍ତୁ ଆମେ ଦେଖିବା ଏକ୍ଜାମ୍ ସିଟି ଆଉ ଡେଟ୍ କେଉଁଠିକି ଏଠି ପଡ଼ିଛି ସେଇଟା ଉପରେ ଆମେ କ୍ଲିକ୍ କରିକି ଦେଖିନେବା। ତ ଏଇଠି କ'ଣ ମାଗୁଛି ପିଲାମାନେ ଆପ୍ଲିକେସନ୍ ନମ୍ବର ମାଗୁଛି ଏବଂ ସାର୍ଚ୍ଚ କରିବା ପାଇଁ କହୁଛି। ତ ଆମେ ଗୋଟେ ଆପ୍ଲିକେସନ୍ ନମ୍ବର ପୁଟ୍ କରିବା ଏବଂ ଦେଖିବା କ'ଣ ରହିଛି ୟାର ପ୍ରୋସେସ୍, ମାନେ କେଉଁ ଜାଗାରେ ଏକ୍ଜାମ୍ ସେଣ୍ଟର ରହିଛି। ତ ମୁଁ ଗୋଟେ ଆପ୍ଲିକେସନ୍ ନମ୍ବର ପୁଟ୍ କରୁଛି 2412 ଆଣ୍ଡ ତାପରେ ଆପଣମାନଙ୍କର 3131 ଗୋଟେ ପିଲାର ଆପ୍ଲିକେସନ୍ ନମ୍ବର ଅଛି 6012। ତ এইଭଳିଆ ଆମେ ଆପ୍ଲିକେସନ୍ ନମ୍ବର ପୁଟ୍ କରିକି ସର୍ଚ୍ଚ କଲେ, ସର୍ଚ୍ଚ କରିବା ଦ୍ୱାରା ଆମକୁ ଦେଖିବା ପାଇଁ ମିଳିଯିବ କେଉଁ ସିଟି ବା କେଉଁ ଜାଗାରେ ତା'ର ଏକ୍ଜାମ୍ ସେଣ୍ଟର ପଡ଼ିଛି ଏବଂ କେଉଁ ଡେଟ୍ରେ ତା'ର ଏକ୍ଜାମ୍ ଅଛି ସେଇଟା ମଧ୍ୟ ଆମେ ଚାହିଁଲେ ଚେକ୍ କରିପାରିବା। ତ ଟିକେ ପ୍ରୋସେସିଂ ପାଇଁ ଟାଇମ୍ ଲାଗୁଛି, ହୁଏତ ସର୍ଭର ସାଇଟ୍ ଡାଉନ୍ ଥିବ, ସେଥିପାଇଁ ଆପଣମାନଙ୍କର ପ୍ରୋସେସିଂ ହୋଇପାରୁନି। ଟିକେ ଅପେକ୍ଷା କରିବେ, ଆରାମସେ ଆପଣମାନଙ୍କର ଆସିଯିବ ଏକ୍ଜାମ୍ ସିଟି ଆଉ ଡେଟ୍ କେଉଁ ଜାଗାରେ ଆପଣମାନଙ୍କର ପଡ଼ିଛି। ଏବଂ ଏକ୍ଜାମ୍ ହଲ୍କୁ ଯିବା ଆଗରୁ ତିନିଟା ଜିନିଷ ଇମ୍ପୋର୍ଟାଣ୍ଟ ରହିଛି। କ'ଣ କ'ଣ ନା ଆପଣମାନଙ୍କୁ ନିଜର ଆଡ଼ମିଟ୍ କାର୍ଡ଼ ବା ଆପଣମାନଙ୍କର ଯେଉଁ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିଥିବେ ସେଇଟା ନେଇକି ଯିବେ। ଓକେ, ତା ସହିତ ଆପଣମାନଙ୍କୁ କ'ଣ ନେବା ପାଇଁ ପଡ଼ିବ? ଆଡ଼ମିଟ୍ କାର୍ଡ଼ ଗଲା, ଦୁଇରେ ଆସିଲା ଆପଣମାନଙ୍କର ଗୋଟେ ଆଇଡି ପ୍ରୁଫ୍ ଗୋଟେ ନିହାତି ନେଇକି ଯିବେ, ଯେମିତିକି ଆପଣମାନଙ୍କର ଭୋଟର ଆଇଡି ହେଉ କିମ୍ବା ଆଧାର କାର୍ଡ଼ ହେଉ ସେଇଟା ଗୋଟେ ନେଇକି ଯିବେ ଏବଂ ତାର ଜେରକ୍ସ ମଧ୍ୟ ନେଇଯାଇଥିବେ। ତା ସହିତ ଆଉ ଗୋଟେ ଜିନିଷ ହେଲା ଇମ୍ପୋର୍ଟାଣ୍ଟ, ଆପଣମାନଙ୍କର ଫଟୋ ନିହାତି ଗୋଟେ 2 ପିସ୍ ନେଇଯାଇଥିବେ, ହୁଏତ ଆପଣମାନଙ୍କର ସେଠି ରିକ୍ୱାର୍ଡ଼ରେ ଆସିପାରେ। ତ ସେଇ ସବୁ ଜିନିଷ ଆପଣମାନଙ୍କୁ ନିହାତି ନେଇକି ଯିବା ପାଇଁ ପଡ଼ିବ ଏକ୍ଜାମ୍ ସେଣ୍ଟରକୁ। ତ ଏଇଠି ପୁଣି ବି ଏତେ ସମୟ ଲାଗିଯାଉଛି, ଆମେ ଟିକେ ବ୍ୟାକ୍ କରିବା, ବ୍ୟାକ୍ କରିକି ଆଉଥରେ ଦେଖିବା, କ୍ଲିକ୍ କରିକି ଦେଖିବା ଆସୁଛି କି ନାହିଁ। ମୁଁ ଆପଣମାନଙ୍କୁ ଆଉଥରେ ଚେକ୍ କରିକି କହିଦେଉଛି 2412 ଦେନ୍ 3131
तापर आसला 6012 ओके सर्च करी देखिबा। हाँ देखंतु एबे आसीगला एटी देखंतु सब्जेक्ट हैला आपण मानकर लैटरल एंट्री डिप्लोमा रे से करिया पई चाहूची। तापर तार डेट केबे अछि ना 27 जून 2024 रे एग्जाम डेट रहिछि सिटी रहिछि बालेश्वर। एई भली आपण मान चाहिले भी निजर डेट सिटी आ को सब्जेक्ट आपण मान एग्जाम दोचंदी सेटा मध्ये चेक करि परिबे निजर एप्लिकेशन नंबर थ्रो रे। ओके या परे भी आपण माने गोटे पिलर सर्च कर लेल तापर न्यू सर्च ऊपर क्लिक कले भी आ गोटे पुनी आउथर ऑप्शन आ जो पुनी एप्लिकेशन नंबर पुट करिवे पुनी सर्च करिया पई एटी ऑप्शन आपण मानकु देखे दोछि। तो एई भलिया प्रोसेस रे आपण माने सर्च करि परिबे एवं आज आपण मानकर एडमिट कार्ड आसुची ता पई मध्ये प्रिपेयर हुंतु डाउनलोड मध्ये मु केमिति हबो के प्रोसेस रे हबो सेटा मध्ये कहि देबी आराम से आपण माने डाउनलोड मध्ये करि परिबे। तो पिला माने एते थिला आपण मानक पई इंपोर्टेंट अपडेट जदि वीडियोटी भल लागिथिबो ता लाइक करिवे सांग मानक सहित এই ইম্পর্টাଣ୍ଟ ইনଫର୍ମେସନ୍କୁ ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ତ ପିଲାମାନେ ରହିଲି ପୁଣି ଦେଖା ହେବ ଗୋଟେ ନୂଆ ଇମ୍ପର୍ଟାଣ୍ଟ ଏବଂ ଇନଫର୍ମେଟିଭ୍ ଭିଡ଼ିଓ ସହିତ ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।